ओं नमः भगवते वासुदेवाय नमः। नमस्कार बंधुगण आपण मानक आम यूट्यूब चैनल को पुणी थे स्वागतम एवं शुभकामना। आज भिडियो मु आपण मानक कहवाक जाऊँगी कि आगामी यही 2 दिन अर्थात फेब्रुआरी मासर 5 एवं 6 तारिखर दिन आपण मानकर किपरि भाबरे साब्यस्त हेबो केउ प्रकार भाबरे आपण माने एही 2 दिन को प्लानिंग मध्य करिवे। आ सहित जदि कहिबे आपण मानकर एही 5 एवं 6 तारिखर दिन किपरि भाबरे साब्यस्त मध्य हेबो। आ सहित जदि कहिबे आपण मानकर केउ केउ जिनिसरे मध्य फायदा हेबो एवं केउ केउ जिनिसरे आपण मानकु सावधानता अवलंबन करिबा पई किना पड़िबो। आपण मानकर लव लाइन किपरि भाबरे रहइबो, क्यारियर किपरि रहइबो एवं बिजनेस एवं व्यापार मध्य किपरि भाबरे रहइबो एवं आपण मानक स्वास्थ्यर किछि महत्वपूर्ण इन्फॉर्मेशन मध्य मु आपण मानकु देबी। आउ ए वीडियो शेष में मुझे आपण मानक गोटे उपाय विषय में कहबी जहाद्वारा आपण माने ଏହି 2 ଦିନକୁ ଆହୁରି ଅଧିକ ଶୋଭମୟ ମଧ୍ୟ କରିପାରିବେ। ସବୁଥର ପରେ ମୋର ଆପଣମାନଙ୍କୁ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଗୋଟିଏ ରିକ୍ୱେଷ୍ଟ କି ଆପଣମାନେ ଯଦି ଏହି ଚ୍ୟାନେଲରେ ନୂଆ କରି ଆସିଛନ୍ତି ତେବେ ଏବେ ହିଁ ଯାଇକି ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଆସୁଥିବା ବେଲ୍ ଆଇକନକୁ ମଧ୍ୟ କ୍ଲିକ୍ କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ, ଯାହାଫଳରେ ସମୟ ସମୟ ସହିତ ଆପଣମାନେ ସେ ବେଲ୍ ଆଇକନ୍ କ୍ଲିକ୍ ଅନ୍ କରିଲେ ଯାହାଫଳରେ ସମୟ ସମୟ ସହିତ ସମସ୍ତ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କୁ ହିଁ ସର୍ବପ୍ରଥମେ ମିଳିଯିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା କିପରି ରହିବ ଏହି ଫେବୃଆରୀ ମାସର 5 ଏବଂ 6 ତାରିଖର ଦିନ। ଯଦି ମୁଁ ଆପଣମାନଙ୍କୁ କହିବି କି କ'ଣ ଆପଣମାନଙ୍କ ପାଇଁକିନା ବିଶେଷ ଭାବରେ ଏହି 2 ଦିନ ପଜିଟିଭ୍ ହେବା ପାଇଁକିନା ଯାଉଅଛି, ଯଦି କହିବି କି ବନ୍ଧୁଗଣ ଆପଣମାନଙ୍କୁ ଏହି ଦିନମାନଙ୍କରେ ସଫଳତା ମିଳିବାର ଅନେକ ହିଁ ଶୁଭଫଳ ମିଳୁଛି। ସନ୍ତାନ ପାଖରୁ ଆପଣମାନଙ୍କୁ ସନ୍ତୁଷ୍ଟି ଆପଣମାନଙ୍କୁ ବିଶେଷ ଭାବରେ ପ୍ରାପ୍ତ ମଧ୍ୟ ହେବ। ସମୟ ଅନୁସାରେ ସନ୍ତାନମାନଙ୍କର ସହଯୋଗ ଆପଣମାନଙ୍କୁ ମଧ୍ୟ ମିଳିବ। ତା ସହିତ ଯଦି କହିବି କି ସନ୍ତାନମାନଙ୍କର କାର୍ଯ୍ୟକଳାପ ତଥା ଘର ପରିବାରର ଆବଶ୍ୟକତା ଉପରେ ଆଜି ଆପଣମାନେ ଆଗକୁ ମଧ୍ୟ ବଢ଼ିବେ। ଏହା ସହିତ ଯଦି କହିବି କି ଆପଣମାନଙ୍କର ସଞ୍ଚୟ ସଂସାର ଏବଂ ବିସ୍ତାରତା ମଧ୍ୟ ଆସିବ, ଯାହାଫଳରେ ଆପଣମାନେ ଆଗକୁ ବଢ଼ିବା ପାଇଁକିନା ମଧ୍ୟ ଟ୍ରାଏ କରିବେ। ଆଉ ଜୀବନରେ ମଧ୍ୟ ଆପଣମାନେ ବହୁତ କିଛି ଶିଖି ନେବେ। ଆଉ ଆପଣମାନଙ୍କର ଏଇ ଦିନମାନଙ୍କରେ କିଛି ନୂଆ ଫ୍ରେଣ୍ଡସ୍ ମଧ୍ୟ ବନିବେ। ଆଉ ଆପଣମାନେ ଏଇ ଦିନମାନଙ୍କରେ ଭବିଷ୍ୟତ ପାଇଁକିନା ନୂଆ ଯୋଜନା ମଧ୍ୟ ବନି ପାରନ୍ତି, ଯାହାଫଳରେ ଆପଣମାନଙ୍କୁ ବିଶେଷ ଭାବରେ ସଫଳତା ମଧ୍ୟ ପ୍ରାପ୍ତ ହେବ। ଆଉ ଲମ୍ବା ଟାଇମରୁ ଆପଣମାନଙ୍କର ଯେଉଁ ଇଚ୍ଛା ଶକ୍ତି ଅଟକି ରହିଥିଲା ସେସବୁ ମଧ୍ୟ ଆପଣମାନଙ୍କୁ ପ୍ରାପ୍ତ ହେବ। ତା ସହିତ ଯଦି ଆପଣମାନଙ୍କୁ ବିଶେଷ ଭାବରେ କହିବି କି ଆଜି ଆପଣମାନଙ୍କୁ କୌଣସି ଜାଗାକୁ ଦୂରଯାତ୍ରା ମଧ୍ୟ ହେବ, ତାହା ଆଗକୁ ଯାଇକି ଆପଣମାନଙ୍କୁ ଅତି ଲାଭଦାୟକ ବୋଲି ମଧ୍ୟ ସିଦ୍ଧ ହେବ ଏବଂ ଆପଣମାନଙ୍କର ମାନ ସମ୍ମାନରେ ମଧ୍ୟ ବୃଦ୍ଧି ଦେଖାଦେବ। ଆଉ ଆପଣମାନଙ୍କର ବହୁତ ମହତ୍ୱପୂର୍ଣ୍ଣ ଆକାଂକ୍ଷା ପୂର୍ଣ୍ଣ ହେବାର ବିଶେଷ ଭାବରେ ହିଁ ସମ୍ଭାବନା ରହିଛି, ଯାହାଫଳରେ ଆପଣମାନଙ୍କ ମନ ବହୁତ ପ୍ରସନ୍ନ ମଧ୍ୟ ରହିବ। ପଢ଼ା ଲେଖା ସମ୍ବନ୍ଧିତ ଆପଣମାନଙ୍କୁ ସଫଳତା ମଧ୍ୟ ପ୍ରାପ୍ତ ହେବ। ଭୂମି ବହନ ବାହନରେ ଆପଣମାନଙ୍କର ବିଶେଷ ଭାବରେ ଯୋଗ ମଧ୍ୟ ବନୁଛି। ନିଜର ଦିନଚର୍ଯ୍ୟାକୁ ଆପଣମାନେ ବହୁତ ଭଲ ଭାବରେ ନେବେ। ତା ସହିତ ଆପଣମାନେ ଅନ୍ୟ ଉପରେ ଆଜି ବିଶ୍ୱାସ ମଧ୍ୟ କରିବେ। ରାଜନୈତିକ ଲାଭ ପ୍ରାପ୍ତି ଦୃଷ୍ଟିରୁ ମଧ୍ୟ ସ୍ଥିତି ଆପଣମାନଙ୍କର କାଫି ଅନୁକୂଳ ଭରା ମଧ୍ୟ ରହିବ। ତା ସହିତ ଯଦି କହିବି କି ଆପଣମାନେ ସନ୍ତାନଙ୍କ ପ୍ରତି ଆପଣମାନଙ୍କର ବ୍ୟବହାର ବହୁତ ଭଲ ରହିବ। ସନ୍ତାନମାନଙ୍କର ପ୍ରଗତି ଦ୍ୱାରା ଆପଣମାନେ କାଫି ସନ୍ତୁଷ୍ଟି ମଧ୍ୟ ଅନୁଭବ କରିବେ। ବିଦ୍ୟାର୍ଥୀଙ୍କୁ ତାଙ୍କ ପ୍ରେରଣାରେ ଆଜି ସନ୍ତୁଷ୍ଟି ମଧ୍ୟ ପ୍ରାପ୍ତ ହେବ ଏବଂ ଯେଉଁ ଦିନ ପାଇଁ ଆପଣମାନେ ପରିଶ୍ରମ କରିଥିଲେ ସେ ପରିଶ୍ରମର ଆପଣମାନଙ୍କୁ ହିଁ ସଫଳତା ମିଳିବ। ତା ସହିତ ଆପଣମାନେ ଆପଣମାନଙ୍କର ଜ୍ଞାନକୁ ବଢ଼େଇବା ଏବଂ ଲୋକଙ୍କ ଦ୍ୱାରା ନିଜର ବିଚାର ବାଣ୍ଟିବାରେ ଆପଣମାନେ ବହୁତ ଖୁସି ନଜର ମଧ୍ୟ ଆସିବେ। ଜଣେ ଆଉ ଜଣଙ୍କର ଜରୁରତକୁ ଧ୍ୟାନରେ ରଖି ସାମାନ୍ୟଠାରୁ ଅଧିକ ବିଚାରଶୀଳ ବୋଲି ନଜର ମଧ୍ୟ ଆସିବେ। ପରିଜନଙ୍କ ଠାରୁ ସାହାଯ୍ୟ ପାଇବା ଆପଣମାନଙ୍କର ଇଚ୍ଛା ଆପଣମାନଙ୍କୁ ସହଯୋଗ ପ୍ରାପ୍ତ କରିବା ପାଇଁ ମଧ୍ୟ କରିବ ଏବଂ ମିତ୍ର ବନ୍ଧୁ ଭାଇମାନଙ୍କ ସହ ବହୁତ ଭଲ ସମ୍ବନ୍ଧ ମଧ୍ୟ ଆପଣମାନଙ୍କର ହୋଇପାରେ। ସେଥିପାଇଁ କିନା କାର୍ଯ୍ୟ ସହିତ ଘର ପରିବାରରେ ଭଲ ସମ୍ଭାବନା ମଧ୍ୟ କାଫି ଭଲ ରହିବ, ଯାହା ପାଇଁ କିନା ଆପଣମାନଙ୍କର ମନ ବହୁତ ପ୍ରସନ୍ନ ମଧ୍ୟ ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର କ'ଣ ନେଗେଟିଭ ମଧ୍ୟ ରହିବ। ବନ୍ଧୁଗଣ କୌଣସି ପ୍ରକାରର ବିତ୍ତୀୟ ନିବେଶ ପାଇଁ ଆପଣମାନେ ଭାବି ଚିନ୍ତିକିନା ଆଗକୁ ମଧ୍ୟ ବଢ଼ନ୍ତୁ। ଯଦି କୌଣସି କ୍ଷେତ୍ରରେ ଆପଣମାନେ ବିଶେଷ ଭାବରେ ଆପଣମାନଙ୍କୁ କୌଣସି ବି କଥାର ସୁଲଝା ମିଳୁନାହିଁ ତେବେ ଆପଣମାନେ କାର୍ଯ୍ୟ କରିବାକୁ ଟିକେ ଦୂରେଇ ରଖନ୍ତୁ। ତା
ସହିତ ଆପଣମାନଙ୍କର କାର୍ଯ୍ୟ କୌଣସି ଅଜଣିତ ସ୍ଥିତି ମଧ୍ୟ ଉତ୍ପନ୍ନ ହୋଇପାରେ। ସେଥିପାଇଁ କିନା ଆପଣମାନେ ଟିକେ ସାବଧାନତା ମଧ୍ୟ ରୁହନ୍ତୁ। ଏହା ସହିତ ଆପଣମାନଙ୍କର କାର୍ଯ୍ୟକ୍ଷେତ୍ରରେ ଟିକେ ଧ୍ୟାନ ଦେବାର ଅତି ଆବଶ୍ୟକତା ମଧ୍ୟ ରହିଛି। କାହିଁକି ନା ଆପଣମାନଙ୍କ ପିଠି ପଛରେ କିଛି ଷଡ଼ଯନ୍ତ୍ର ମଧ୍ୟ ହୋଇପାରେ ଅଥବା ଆପଣମାନଙ୍କ ପଛରେ କୌଣସି ଚାଲ ମଧ୍ୟ ଚାଲିପାରେ, ଯେଉଁଥିପାଇଁ କିନା ଆପଣମାନଙ୍କୁ ମାନହାନି ସ୍ଥିତି ମଧ୍ୟ ଆସିପାରେ। ସେଥିପାଇଁ କିନା ନିଜର କାର୍ଯ୍ୟ ପୁରା ଇମାନଦାରିର ସହିତ ପୁରା କରନ୍ତୁ। କାହାକୁ ବି କେବେ ବି ଏମିତି ମୌକା ଦିଅନ୍ତୁ ନାହିଁ କି ଯେଉଁଥିପାଇଁ କିନା ଆପଣମାନଙ୍କୁ କୌଣସି ପ୍ରୋବ୍ଲେମ ମଧ୍ୟ ଉଠେଇବା ପାଇଁ କିନା ପଡ଼ିବ। ଅଫିସ କିମ୍ବା କାର୍ଯ୍ୟାଳୟରେ ଆପଣମାନେ କୌଣସି ବି ସହକର୍ମୀକୁ ଉପରେ ଆଦୌ ବି ଭରସା କରନ୍ତୁ ନାହିଁ। ଯଦି ଆପଣମାନେ ଏହା କରୁଛନ୍ତି ସେ ଆପଣମାନଙ୍କ ଭରସାର ଫାଇଦା ମଧ୍ୟ ଉଠେଇ ପାରନ୍ତି ଆଉ ଆପଣମାନଙ୍କ ଠାରୁ ଲୁଚି ଛପିକିନା ଆପଣମାନଙ୍କର କ୍ଷତି କରିବା ପାଇଁ କିନା ପ୍ରୟାସ ମଧ୍ୟ କରିପାରନ୍ତି। ସେଥିପାଇଁ କିନା ଆପଣମାନଙ୍କ ଅଫିସରେ ଇମେଜରେ ମଧ୍ୟ ନୁକସାନ ମଧ୍ୟ ଆସିପାରେ। ତେଣୁ ଆପଣମାନେ ସାବଧାନତା ମଧ୍ୟ ରୁହନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଲଭ୍ ଲାଇନ୍ ସ୍ଥିତି ମଧ୍ୟ କିପରି ଭାବରେ ରହିବ। ଆପଣମାନଙ୍କର ଜୀବନସାଥୀ ଏବେ ହିଁ ଆପଣମାନଙ୍କୁ ପ୍ରତି କ୍ଷେତ୍ରରେ ସହଜ ସାହାଯ୍ୟ ମଧ୍ୟ କରିବେ ଏବଂ ସମୟ ଆସିବା ଦ୍ୱାରା ଆପଣମାନଙ୍କୁ ସବୁ କ୍ଷେତ୍ରରେ ଆପଣମାନଙ୍କର ସାଥ ମଧ୍ୟ ଦେବେ। ଏହାର ପରିଣାମ ସ୍ୱରୂପ ଆପଣମାନଙ୍କର ବୈବାହିକ ଜୀବନ ଯାହା ଫଳରେ କାଫି ବହୁତ ଭଲ ରହିବ। ଜୀବନସାଥୀଙ୍କ ସହିତ ମଧୁର ସମ୍ବନ୍ଧ ବନିବା ଆପଣମାନଙ୍କ ପାଇଁ କିନା କାଫି ବହୁତ ଭଲ ରହିବ ତଥା ଆବଶ୍ୟକତା କ୍ଷେତ୍ରରେ ଆପଣମାନେ ଜୀବନସାଥୀଙ୍କର ସହଯୋଗ ଅବଶ୍ୟ ହିଁ ନିଅନ୍ତୁ। ଏହା ସହିତ ଆପଣମାନଙ୍କୁ ଏ କଥାର ଧ୍ୟାନ ମଧ୍ୟ ରଖିବାର ଅତି ଆବଶ୍ୟକତା ମଧ୍ୟ ରହିଛି କି ପ୍ରେମ ଏବଂ ଆପଣାର ଏସବୁକୁ ଆପଣମାନେ ବହୁତ ଭଲ ଭାବରେ ଚଲାନ୍ତୁ। କାହିଁକିନା କୌଣସି ବି ସମ୍ପର୍କରେ ଆପଣମାନଙ୍କର ସ୍ଥିତି ବଦଳିପାରେ ଏବଂ ଆପଣମାନେ ପ୍ରତିଟି କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁକିନା ମଧ୍ୟ ଟ୍ରାଏ କରନ୍ତୁ। ଏ ଦିନ ଆପଣମାନଙ୍କର ପ୍ରେମ ଜୀବନ ପାଇଁକିନା ବହୁତ ଭଲ ରହିବ। ବାସ୍ ଖାଲି ଆପଣମାନଙ୍କୁ ଏ ଦିନର ଅବଶ୍ୟ ହିଁ ଫାଇଦା ଉଠାଇବାର ଅତି ଆବଶ୍ୟକତା ମଧ୍ୟ ରହିଛି। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ ଦିନମାନଙ୍କର ବ୍ୟବସାୟିକ କ୍ୟାରିୟର ମଧ୍ୟ କିପରି ଭାବରେ ରହିବ। ଏ ଦିନ ଆପଣମାନଙ୍କ ପାଇଁକିନା ଶୁଭ ଫଳଦାୟୀ ମଧ୍ୟ ରହିବ। ବ୍ୟାପାର ଧନ୍ଦା ଆପଣମାନଙ୍କର ବହୁତ ଭଲରେ ଚାଲିବ ଏବଂ ଆର୍ଥିକ ସ୍ଥିତି ମଧ୍ୟ ଆପଣମାନଙ୍କର କାଫି ମଜବୁତ ମଧ୍ୟ ରହିବ ଏବଂ ଆକସ୍ମିକ ଆପଣମାନଙ୍କୁ ଧନ ଲାଭର ଯୋଗ ମଧ୍ୟ ବନୁଛି, ଯେଉଁ କାରଣ ପାଇଁକିନା ଆପଣମାନଙ୍କ ମନ ବହୁତ ପ୍ରସନ୍ନ ମଧ୍ୟ ରହିବ। ତା ସହିତ ଆପଣମାନଙ୍କୁ ଆପଣମାନଙ୍କର କାର୍ଯ୍ୟରେ କିଛି ବି ଅଧିକ କିଛି ଲାଭ ତ ହେବ ନାହିଁ, କିନ୍ତୁ ଆପଣମାନଙ୍କର କ୍ୟାରିୟରରେ ବହୁତ ସ୍ଥିତି ମଜବୁତ ମଧ୍ୟ ରହିବ। ଯଦି ଆପଣମାନେ କୌଣସି ମିତ୍ରଙ୍କ ସହିତ କୌଣସି ବି ବ୍ୟାପାର କରୁଛନ୍ତି, ଏହି ସମୟ ଅବଧିରେ ଆପଣମାନଙ୍କୁ କୌଣସି ବି ଲାଭ ମଧ୍ୟ ମିଳିପାରେ। ଚାକିରି ପେଶା ଲୋକମାନଙ୍କର ଏ ଦିନମାନଙ୍କରେ ମିଲାଜୁଲା ମଧ୍ୟ ରହିପାରେ ଏବଂ ବିଦ୍ୟାର୍ଥୀ ଲୋକମାନଙ୍କ ପାଇଁକିନା ଏ ଦିନ ବହୁତ ଭଲ ରହିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏ ଦିନମାନଙ୍କରେ ସ୍ୱାସ୍ଥ୍ୟ ମଧ୍ୟ କିପରି ଭାବରେ ରହିବ। ଘରେ କେତେକଙ୍କର ଗ୍ରହଙ୍କର ସ୍ଥିତି ଗ୍ରହଙ୍କର ଜ୍ୟୋତି ଆପଣମାନଙ୍କ ସ୍ୱାସ୍ଥ୍ୟକୁ ବିଗିଡ଼ି ମଧ୍ୟ ଦେଇପାରେ। ସେଥିପାଇଁ କିନା ଆପଣମାନଙ୍କୁ ଗୋଟିଏ ଦିନ ଏବଂ ଦିନଚର୍ଯ୍ୟାର ଆପଣମାନଙ୍କୁ ପାଳନ କରିବାର ଅତି ଆବଶ୍ୟକତା ମଧ୍ୟ ରହିଛି। ସେଥିପାଇଁ କିନା ଆପଣମାନେ ଆପଣମାନଙ୍କର ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ ଓ ସ୍ୱାସ୍ଥ୍ୟକୁ ଆହୁରି ଅଧିକ ଭଲ ରଖିବା ପାଇଁ କିନା ଆପଣମାନେ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ, ସୁଖାସନ କରନ୍ତୁ ଏବଂ ଆୟୁର୍ବେଦିକ ଜିନିଷର ବହୁତ ମାତ୍ରାରେ ସେବନ କରନ୍ତୁ ଆଉ ସୁସ୍ଥ ରୁହନ୍ତୁ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା କ'ଣ ବିଶେଷ ଉପାୟ ମଧ୍ୟ ରହିଅଛି। ରାଧାରାଣୀଙ୍କର ପୂଜା ଆରାଧନା କରନ୍ତୁ ଆଉ ଯେତେବେଳେ ଘରୁ ବାହାରକୁ ଦୂରଯାତ୍ରା କରୁଛନ୍ତି ଏହି ମନ୍ତ୍ରଟିକୁ ଆପଣମାନେ ଜପନ୍ତୁ। କୃଷ୍ଣାୟ ବାସୁଦେବାୟ ହରେ ପରମାତ୍ମନେ ପ୍ରଣତଂ କ୍ଲେଶ ନାଶାୟ ଗୋବିନ୍ଦାୟ ନମଃ ନମଃ। ଏହି ମନ୍ତ୍ରକୁ ଆପଣମାନେ 11 ଥର ଜପ କରିକିନା ଘରୁ ବାହାରକୁ ଯାଆନ୍ତୁ। ଏପରି କରିବା ଦ୍ୱାରା ଆପଣମାନଙ୍କୁ ରାସ୍ତାରେ କୌଣସି ବି ଦୁର୍ଘଟଣା ହେବ ନାହିଁ ଏବଂ ଆପଣମାନଙ୍କୁ ଯେଉଁ ସବୁ ବି ଅସୁବିଧା ଆସୁଛି ସେ ସବୁକୁ ମଧ୍ୟ ଦୂର ହୋଇଯିବ। ଆଶା କରୁଛି ଆଜିର ଏ ଭିଡ଼ିଓଟି ଆପଣମାନଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଜୟ ମା ରାଧାରାଣୀ ବୋଲି ଅବଶ୍ୟ ଲେଖନ୍ତୁ। ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।